ଆମ ଗାଁ ଦେଇ ଛୋଟ ନାଳଟିଏ ବୋହି ଯାଇଛି। ତା ନାଁ କୁଲାଡେରା। ସେଇ ନାଳ କୂଳରେ ରହିଛି ଆମର କେଇଟି ବିଲ, ଯେଉଁଥିରେ ମୋ ବାପା, ମୋ ଭାଇ ଏବଂ ଗାଁର ଅନ୍ୟ କିଛି ଲୋକମାନେ ଖରାଦିନେ ବିଭିନ୍ନ ପ୍ରକାର ପନିପରିବା ଆଉ କିଛି କିଛି ଚାଷ କରିଥାନ୍ତି। ଆମେ ମଧ୍ୟ ଏ ବର୍ଷ କିଛି କରିଅଛୁ। ସୋରିଷ, ମୋ ଭାଇଙ୍କର ମୋର, ଉପରେ ଆଉ କେଇଟି ବିଲ ଅଛି, ଯେଉଁଥିରେ ମୁଁ ମୋ ବାପାଙ୍କ ସହିତ ମିଶି ଆଉ ମୋ ଭାଇ ସେଥିରେ କିଛି ଚାଷ କରିଛୁ। ଦେଖନ୍ତୁ, ଯେତେ କଷ୍ଟ କରିଥିଲେ ମଧ୍ୟ ଏଇସବୁ ଦେଖିବା ପରେ ବହୁତ ଖୁସି ଲାଗିଥାଏ। ଛୋଟ ଥିଲାବେଳେ ସାର ଆଉ ଅନ୍ୟ ସବୁ ଜିନିଷର ମୂଲ୍ୟ କେତେ କ'ଣ ତାହା ଜାଣିଥିଲି। ଏବେ ତାହା ବଢ଼ି ବହୁତ ଅଧିକ ହୋଇଗଲାଣି। ତଥାପି ଯେହେତୁ ଜମି ଖଣ୍ଡିକିଏ ଅଛି, କିଛି ନା ତ କିଛି କରିବା ପାଇଁ ପଡ଼ିବ। ସେୟା ଭାବି ଆମେ କିଛି କରିଛୁ। ଆଉ ଚାଷର ଏହି ସମୟ ଦେଖିବା ପରେ ବହୁତ ଖୁସି ଲାଗିଥାଏ, କିନ୍ତୁ ବେଳେବେଳେ ଦୁଃଖ ବି ଲାଗିଥାଏ। ଆଉ ସେଇ ଦୁଃଖ ପାଇଁ କେବଳ ଦାୟୀ ଆମ ସମାଜର କିଛି ଅସାଧୁ ବ୍ୟକ୍ତି। ଆପଣମାନେ ଭାବୁଥିବେ ମୁଁ କାହିଁ ଏମିତି କହୁଛି, ତାହା ଆପଣ କିଛି ସମୟ ପରେ ଜାଣିପାରିବେ। ଦେଖନ୍ତୁ, ଗହମ କେତେ ସୁନ୍ଦର ହେଇଛି। ଏଥିରେ ମଧ୍ୟ ଅଛି, ଏହା ଆମ ଜଣେ ଭାଇ ଗାଁର, ସେ ସୋରିଷ କରିଛନ୍ତି। ଆଉ ଦୂରରେ ଜଣେ ମୋର ବଡ଼ ଭାଇ, ସେ ମଧ୍ୟ କରିଛନ୍ତି। କିରୋସିନର ମୂଲ୍ୟ 100 ଟଙ୍କାରୁ ଅଧିକ ହେଲାଣି। ଆମେ ଏହିସବୁ ଚାଷବାସରେ କିରୋସିନ ଯୋଗେ ଛୋଟ ପାଣି ପମ୍ପ ଦ୍ୱାରା ଜଳସେଚନ କରୁଛୁ। କଷ୍ଟ ଲାଗିଥାଏ, ତଥାପି କିଛି କରିବା ଦରକାର, ନହେଲେ ତେଲ ଲୁଣ ସଂସାର ଚାଲିବ କିପରି। ମୁଁ କହୁଥିଲି ନା ଦୁଃଖ ଲାଗିଥାଏ। ଦୁଃଖ ଲାଗିବାର କାରଣ ହେଉଛି, ଦେଖନ୍ତୁ, ଆଜି ଆମ ବିଲରୁ ଅତି କମ୍ରେ 30-40 ଗୋଟି ଫୁଲକୋବି କେଉଁ ଅସାଧୁ ବ୍ୟକ୍ତି ମୂଳ ସହିତ ତାଡ଼ି ନେଇଛନ୍ତି ଗତକାଲି ରାତ୍ରିରେ। ଏହା ଦେଖି ବହୁତ ଦୁଃଖ ଲାଗିଲା। ଆମ ସମାଜରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କଷ୍ଟ କ'ଣ ଜାଣିନାହାନ୍ତି, ଆଉ ଏସବୁ କାମ କରିଥାନ୍ତି। ହଉ, କ'ଣ କରିବା। ଯାହା ତ ନେଇଛନ୍ତି, କିଛିକୁ ନେବା ପାଇଁ ଚେଷ୍ଟା କରି କ'ଣ କି ବୋଧେ ଭାଙ୍ଗି ଯାଇଅଛି। ହଉ।